विगत वर्ष भरी चलित वर्ष विशिष्ट समाजसेवी श्रीक्षेत्र रत्न द्वारिकानाथ दास 35तम श्राद्ध वार्षिक सभा अनुष्ठित हो खलिकल यूनिटारी यूनिवर्सिटी प्राक्तन कुलपति प्रोफेसर प्रफुल्ल कुमार महांती मुख्य अतिथि भाव जोग बेले पंडित सुधांशु शेखर राजगुरु मुख्य वक्ता भाव जोग ଏହି ଅବସରରେ ଦ୍ୱାରକାନାଥ ଦାସ ସ୍ମୃତି ସମ୍ମାନ, ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର ଶିକ୍ଷା ସମ୍ମାନ, ଡକ୍ଟର ରାଧାକାନ୍ତ ମହାପାତ୍ର ସେବା ସମ୍ମାନ, ପ୍ରଫେସର ବ୍ରଜକିଶୋର ସ୍ୱାଇଁ ସାହିତ୍ୟ ସମ୍ମାନ, ପ୍ରସନ୍ନ କୁମାର ମିଶ୍ର କଳା ସମ୍ମାନ, ବରିଷ୍ଠ ଆଇନଜୀବୀ ପୁଷ୍କର ମହାପାତ୍ରଙ୍କୁ ହରିହର ବାହିନୀ ପ୍ରତି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅଞ୍ଜନ କୁମାର ହୋତା, ଅନାମ ଚନ୍ଦ୍ର ସାହୁ, ଶିବ ସୁନ୍ଦର ମିଶ୍ର, ବିପିନ ଦଳାଇ, ଡକ୍ଟର ପ୍ରଭାକର ତ୍ରିପାଠୀ ଓ ବସନ୍ତ ଦେବୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ସତ୍ୟବାଦୀ ଯୁଗର ଅନ୍ୟତମ ପଞ୍ଚସଖା ପଣ୍ଡିତ ନୀଳକଣ୍ଠଙ୍କ କନ୍ୟା ତଥା ସ୍ୱର୍ଗତ ଦ୍ୱାରକାନାଥ ଦାସଙ୍କ ଧର୍ମପତ୍ନୀ କବୟିତ୍ରୀ ରମାଦେବୀ 97 ବର୍ଷ ବୟସରେ ଉପସ୍ଥିତ ରହି ଆଶୀର୍ବଚନ ପ୍ରଦାନ କରିବା ସମସ୍ତଙ୍କୁ ବିହଳିତ କରିଥିଲା। ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ସ୍ୱର୍ଗତ ଦାସଙ୍କ ସମ୍ପୂର୍ଣ୍ଣ ପରିବାର ସମେତ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟ ଅନୁରାଗୀ ଓ ସେବା ତତ୍ପର ବ୍ୟକ୍ତି ଯୋଗ ଦେଇଥିଲେ।